ଚଞ୍ଚଳ ଶ୍ରୀମନ୍ଦିର ପଡୁଛି ହରିବୋଲ ବାଜୁଛି ଘଣ୍ଟ ଘଣ୍ଟା। ମହିଳା ଭକ୍ତଙ୍କ ହୁଳହୁଳିରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ। ଆଜି ସିନା ସ୍ନାନ ପୂର୍ଣ୍ଣିମା, ହେଲେ ପ୍ରକୃତରେ ଆଜି ବିଶ୍ୱ ନିୟନ୍ତାଙ୍କ ଜନ୍ମଦିନ। ଜ୍ୟେଷ୍ଠ ଶୁକ୍ଳ ପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜନ୍ମ। ଏହି ଦିନରେ କାଳିଆ ସୁବାସିତ ଜଳରେ ଗାଧାଏ। ଆଉ ସେହି ଗାଧୁଆକୁ ଦେଖିବାକୁ ଲକ୍ଷ ଲକ୍ଷ ଭକ୍ତ ବଡ଼ଦାଣ୍ଡରେ ଏମିତି ଏକାଠି ହୁଅନ୍ତି। ଭକ୍ତଙ୍କ କଣ୍ଠରୁ ଜୟ ଜଗନ୍ନାଥ ଧ୍ୱନି ଶୁଣି ମହାପ୍ରଭୁ ଶ୍ରୀଜଗନ୍ନାଥ ଖୁବ୍ ଖୁସି ହୁଅନ୍ତି। ଆଉ ଠିକ୍ 15 ଦିନ ପରେ ଭକ୍ତଙ୍କ ପାଇଁ ବଡ଼ଦାଣ୍ଡକୁ ଓହ୍ଲାଇ ଆସନ୍ତି କାଳିଆ ସାଆନ୍ତ। ଆରମ୍ଭ ହୁଏ ରଥଯାତ। ଜ୍ୟେଷ୍ଠ ଶୁକ୍ଳ ପୂର୍ଣ୍ଣିମାରେ ପାଳିତ ହୁଏ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଏହି ଦିନ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଏବଂ ସୁଦର୍ଶନଙ୍କୁ 108 ଗରା ସୁବାସିତ ପବିତ୍ର ଜଳରେ ମହାସ୍ନାନ କରାଯାଏ। ବେଦମନ୍ତ୍ର, ଶଙ୍ଖଧ୍ୱନି ଓ ଘଣ୍ଟନାଦ ମଧ୍ୟରେ ଚାଲିଥାଏ ଏହି ଦିବ୍ୟ ନୀତି। ମହାପ୍ରଭୁଙ୍କ ଏହି ସ୍ନାନଲୀଳା ଦେଖିବା ପାଇଁ ଦେଶ ବିଦେଶରୁ ଛୁଟିଥାଏ ଭକ୍ତଙ୍କ ଗହଳି ପୁରୀ ବଡ଼ଦାଣ୍ଡକୁ। ଲୋକବିଶ୍ୱାସ ରହିଛି ଏହି ଦିନ ମହାପ୍ରଭୁଙ୍କ ଜନ୍ମତିଥି। ସେଥିପାଇଁ ଦେବସ୍ନାନ ପୂର୍ଣ୍ଣିମାକୁ ଜଗାର ଜନ୍ମଦିନ ଭାବରେ ମଧ୍ୟ ପାଳନ କରାଯାଏ। ସ୍ନାନ ପରେ ମହାପ୍ରଭୁ ଅସୁସ୍ଥ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି। ତେଣୁ ସେ 15 ଦିନ ଅନବସର ଘରେ ବିଶ୍ରାମ ନିଅନ୍ତି। ଏହି ସମୟରେ ଭକ୍ତମାନେ ତାଙ୍କର ଦର୍ଶନ ପାଇପାରନ୍ତି ନାହିଁ। 16 ଦିନରେ ନବଯୌବନ ବେଶରେ ପୁଣି ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି କାଳିଆ ସାଆନ୍ତ। ତାପରେ ଆରମ୍ଭ ହୁଏ ବିଶ୍ୱବିଖ୍ୟାତ ରଥଯାତ୍ରା। ଆଜିର ଦିନ କେବଳ ଏକ ଧାର୍ମିକ ଆଚାର ନୁହେଁ, ଏହା ଭକ୍ତ ଓ ଭଗବାନଙ୍କ ଅତୁଟ ସମ୍ପର୍କର ମହାପର୍ବ। ଆଜି ବଡ଼ଦାଣ୍ଡରେ ପ୍ରତ୍ୟେକ ଭକ୍ତଙ୍କ ଆଖିରେ ଅଛି ଭକ୍ତିର ଲୁହ, ହୃଦୟରେ ଅଛି ଅପାର ବିଶ୍ୱାସ ଏବଂ ଓଠରେ ଗୋଟିଏ ମାତ୍ର ନାମ, ଜୟ ଜଗନ୍ନାଥ। ମହାପ୍ରଭୁ ଆପଣଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା। ବ୍ୟୁରୋ ରିପୋର୍ଟ, OTV।